ଜୟ ଜଗନ୍ନାଥ ସାଙ୍ଗମାନେ ନମସ୍କାର। ବର୍ତ୍ତମାନ ଭୋର 4:05 ସକାଳ। ନିଦ ଭାଙ୍ଗିଗଲା ହଠାତ୍ କିନା। ଖାଇବା ପାଇଁ ଉଠିକି ମାନେ ଯେଉଁ କହନ୍ତିନି ବ୍ରହ୍ମ ମୁହୂର୍ତ୍ତରେ ଉଠିବେ ଆଉ ଭୋର 4ଟାରେ ଉଠିକି ଦେଖନ୍ତୁ ଆମେ ନିଦରେ ଶୋଇବୁ କ'ଣ, ବର୍ତ୍ତମାନ ସେ ତା'ର ମୋବାଇଲ ବସିକି ଦେଖିଲାଣି। ବର୍ତ୍ତମାନ ଆଖିରୁ ଆଜ୍ଞା ଜଣାପଡ଼ୁଛି ଆଉ ଶୋଇବ, ତ ହାବଭାବରୁ ଜଣାପଡ଼ୁନି ସେ ଆଉ ଶୋଇବ କି କାହାକୁ ଶୁଆଇଦେବ, ସେ ବସି ମୋବାଇଲ ଦେଖିବ। ଆଗରୁ ଆଜ୍ଞା ଆମେମାନେ ଯେତେବେଳେ ଛୋଟ ପିଲା ଥିଲେ ବିନା ମୋବାଇଲରେ ଆମେ ସବୁ କାମ କରୁଥିଲେ, ଖାଇବା ହେଉ ପିଇବା ହେଉ ଯାହା ହେଉ। ବର୍ତ୍ତମାନ କିନ୍ତୁ ଛୋଟ ଛୁଆଙ୍କୁ ଗୋଟେ ଏମିତି ଅଭ୍ୟାସରେ ଆମେ ପକାଇଲେଣି, ସେଇଟା ଆମ ଭୁଲ। ମୋବାଇଲ ନ ଦେଖିଲେ ସେମାନେ ଖାଇବେନି, ସେଇଟା ଆମ ଭୁଲ। କ'ଣ, ଆମେ ଦିନକୁ ଦିନ ଲୋକ ସଂଖ୍ୟା କମିଲା, ଆଉ ତେଣୁକରି ବର୍ତ୍ତମାନ ଦେଖୁନାହାନ୍ତି ତା ପାଇଁକା ଖାଇବା, ତା ମାମା ତା ପାଇଁ ଖାଇବା ତିଆରି କରୁଛି, ଆଉ ସିଏ ମୋବାଇଲ ଦେଖୁଛି। ଛତୁଆ, ରାତିରେ ଛତୁଆ ଖାଇବ, ଛତୁଆ ଅମୁଲ ଖାଇବ। ଭୋର 4ଟା, ଇଏ ଆଉ କ'ଣ ଆଜ୍ଞା ଶୁଆଇଦେବ? ଇଏ ଆଉ ଶୁଆଇଦେବନି। ଏ ଦିନ ଯାକ ଟେନସନରେ ଆସିବ, ଟିକେ କ'ଣ ଶାନ୍ତିରେ ଶୋଇବ, ଇଏ ଚଲେଇବ ତା ଧନ୍ଦା। କ'ଣ ଧରିକି ଖେଳିଲାଣି, ମୋବାଇଲ ଦେଖିକି ଗହଳି କରୁଛି, କ'ଣ ଗୋଟେ କହୁଛି, ମୋବାଇଲ ଦେଖୁଛି କହୁଛି। ଦେଖୁନାହାନ୍ତି କେମିତି ହେଲାଣି ଛୋଟ ଛୁଆ ଆଜ୍ଞା। କିନ୍ତୁ ଗୋଟେ କଥା, ଆପଣଙ୍କର ସମୟ କେତେବେଳେ କଟିଯିବ ଆପଣ ଜାଣିପାରିବେନି, କେତେବେଳେ କ'ଣ ଟାଇମ୍ ଯାଉଛି। ଖାଇଲା, ବର୍ତ୍ତମାନ ଖାଇଲେ କ'ଣ ହେବ? କେଉଁ ଶୋଇବ ନା, ଆଉ ଶୋଇବାର ନାହିଁ। ମୋବାଇଲ ଦେଖି ଦେଖି ଖାଇବ। ହଉ ଆଜ୍ଞା, ରହିଲି, ନମସ୍କାର। ଦେଖା ହେବା ଆଉ ଏକ ନୂଆ ବ୍ଲଗରେ। ଜୟ ଜଗନ୍ନାଥ।